যাত্রাରେ ସମସ୍ତେ କହୁଛନ୍ତି ଆମେ ଶୋଷିତ ହେଉଛନ୍ତି, ମାଲିକ କହୁଛନ୍ତି ଆମେ ଶୋଷଣର ଶିକାର ହେଉଛୁ, କଳାକାର କହୁଛନ୍ତି ଆମେ ଶୋଷଣର ଶିକାର, କିନ୍ତୁ ପ୍ରକୃତରେ ଯଦି ଦେଖିବାକୁ ଗଲେ ଆମେ କମିଟି ମାନେ ବହୁତ ଶୋଷଣର ଶିକାର ହେଉଛନ୍ତି। ଏଠି କିଛି କମିଟି ଇଏ କରୁଛନ୍ତି କିନ୍ତୁ ତାକୁ ପ୍ରୋତ୍ସାହନ ଦେଉଛନ୍ତି ମାଲିକମାନେ, ଯେ ତମେ ଏମିତି ଆଣୁଛନ୍ତି। ଆମେ ଯେତିକି ମାନେ ବୁଝିଛୁ ସେମାନଙ୍କଠୁ ଯେ ଯେହେତୁ ଅଧିକା ରେଟ୍ ହେଉଛି ତ ମାଲିକମାନେ ତାକୁ କହୁଛନ୍ତି ତମେ ଆଇଟମ୍ ଡ୍ୟାନ୍ସର ନେଇକି ତମ ପଇସାକୁ ମେକଅପ୍ କର। ଆମର ଓଲିଉଡ୍ ଇଣ୍ଡଷ୍ଟ୍ରି ବର୍ତ୍ତମାନ ବୁଡ଼ିବାକୁ ବସିଲାଣି, ସେଇଭଳି ଯାତ୍ରା ଇଣ୍ଡଷ୍ଟ୍ରି ଦିନ ନା ଦିନ ବୁଡ଼ିଯିବ। ସେଥିପାଇଁ ବର୍ତ୍ତମାନ ଇଚ୍ଛୁକ ନୁହନ୍ତି। ଆମେ କମିଟି ମାନେ ଭାଇମାନେ ଏକତ୍ରିତ ହେବାର ମୁଖ୍ୟ କାରଣ ଯେ ଓଡ଼ିଶାର ଗୋଟେ ପୁରୁଣା କଳା ଯାତ୍ରା କଳାଟି ଖୁବ୍ ଶୀଘ୍ର ବିଲୁପ୍ତ ହୋଇଯିବାକୁ ବସିଛି। ଯେମିତି ଅଶ୍ଳୀଳତାକୁ କେବେ ପ୍ରସାଦ ଦେଇନାହିଁ କି ଦେବ ନାହିଁ। କିଛି ହାତ ଗଣତି କମିଟି ଏ ଜିନିଷ କରୁଛନ୍ତି, ସବୁ କମିଟି ଏ ଜିନିଷଟା ପାଇଁ ଦାୟୀ ନୁହନ୍ତି। ସବୁ କମିଟିକୁ ଆମେ କାହିଁ ଦୋଷ ଦେବା? ଏଇଠି ଯଦି ଆମେ 3.5 ଲକ୍ଷ 4 ଲକ୍ଷ ଦେଇକି ଯାତ୍ରା କରିବୁ, ତା ସହିତ ପରିମିଶନ ଖର୍ଚ୍ଚ ବି ଆମେ ବହିବୁ, ତାହେଲେ ଦର୍ଶକ ତ ଆସୁନାହାନ୍ତି ନା। ବର୍ତ୍ତମାନ ଦର୍ଶକ ଫେରୁଛନ୍ତି କାରଣ 400 ଟଙ୍କା ଟିକେଟ୍ ଦେଇ ଗୋଟେ ପରିବାର ସେ କେତେ ଜଣ ତାଙ୍କ ଯାତ୍ରା ଦେଖିବାକୁ ଆସିବ। ସଂଘ ସହ ଯେଉଁ କମିଟି ରହିବ ସେ ଅଶ୍ଳୀଳତାକୁ କେବେ ପ୍ରଶ୍ରୟ ଦେବ ନାହିଁ। ତାଙ୍କ ଇଚ୍ଛାରେ ସେ କରୁଛନ୍ତି। କିଛି କମିଟି ଇଏ କରୁଛନ୍ତି କିନ୍ତୁ ତାକୁ ପ୍ରୋତ୍ସାହନ ଦେଉଛନ୍ତି ମାଲିକମାନେ, ଯେ ତମେ ଏମିତି ଆଣୁଛନ୍ତି। ଆମେ ଯେତିକି ମାନେ ବୁଝିଛୁ ସେମାନଙ୍କଠୁ ଯେ ଯେହେତୁ ଅଧିକା ରେଟ୍ ହେଉଛି ତ ମାଲିକମାନେ ତାକୁ କହୁଛନ୍ତି ତମେ ଆଇଟମ୍ ଡ୍ୟାନ୍ସର ନେଇକି ତମ ପଇସାକୁ ମେକଅପ୍ କର। ଯାତ୍ରାରେ ସମସ୍ତେ କହୁଛନ୍ତି ଆମେ ଶୋଷିତ ହେଉଛନ୍ତି, ମାଲିକ କହୁଛନ୍ତି ଆମେ ଶୋଷଣର ଶିକାର ହେଉଛୁ, କଳାକାର କହୁଛନ୍ତି ଆମେ ଶୋଷଣର ଶିକାର, କିନ୍ତୁ ପ୍ରକୃତରେ ଯଦି ଦେଖିବାକୁ ଗଲେ ଆମେ କମିଟି ମାନେ ବହୁତ ଶୋଷଣର ଶିକାର ହେଉଛନ୍ତି। ଏଠି ମୁଖ୍ୟ ହେଉଛି ଆମର ଆଜି ପାଖାପାଖି 20ଟା ଜିଲ୍ଲାରୁ ଆମର ସବୁ କର୍ମକର୍ତ୍ତା ମାନେ ଆସିଛନ୍ତି, ସଭାପତି ସେକ୍ରେଟାରୀ ମାନେ ସବୁ ଆବାହକ କମିଟି ଆସିଛନ୍ତି। ଡାକିବାର ମୁଖ୍ୟ କାର୍ଯ୍ୟ ଥିଲା ଯେ ସଂଗଠନ କେମିତି ମାନେ ଆଗକୁ ବ୍ଲକ ସ୍ତରୀୟ କରି ଆମ 2 ଲକ୍ଷ ଟଙ୍କା ପରିମିଶନ, ମାନେ ଘର ଭଡ଼ା ପରିମିଶନ, କାଠ ଜାଳ, ତାପରେ ପୁଣି ଆପଣଙ୍କର ଡିଜିର ତେଲ ସବୁ ଖର୍ଚ୍ଚ ହିସାବ କଲା 2 ଲକ୍ଷ ପାଖାପାଖି।